ତାମିଲନାଡୁ ଆସିବାର ମୋର 10 ମାସ ହେଲାଣି, କିନ୍ତୁ ଆଜି ପ୍ରଥମ ଥର ମୋ ସହିତ ଏମିତି ହେଲା ଯେ ମତେ ଭଲ ଲାଗୁନଥିଲା। କିନ୍ତୁ ତାପରେ ଯେତେବେଳେ ଆମ ଘର ଲୋକଙ୍କର କଲ୍ ଆଇଲା ମୋ ମନ ପୁରାପୁରି ବଦଳିଗଲା। ତାପରେ ମୁଁ ଏମିତି ଡିସିସନ ନେଲି ଯାହାକୁ ଜାଣି ଆପଣମାନେ ବି ଖୁସି ହେବେ। ସେ ଡିସିସନ ଟା କଣ ଚାଲ ଆଜିର ଭିଡିଓରେ କହୁଛି। ଭାଇ ମାନେ ମୁଁ ଆଦି ଆଉ ମୁଁ ରୁହେ ତାମିଲନାଡୁରେ। ସକାଳୁ ସକାଳୁ ଗାଧେଇ କରି ମୁଁ ବାହାରି ପଡିଲି ଡ୍ୟୁଟିକୁ, କିନ୍ତୁ ଡ୍ୟୁଟି ଯିବାର ଟିକେ ବି ଇଚ୍ଛା ନଥିଲା, କାହିଁକି ନା ମୁଁ ଏବେ ଇନଷ୍ଟାଗ୍ରାମ ରେ ଭଲ ଭିଡିଓ ପୋଷ୍ଟ କରୁଛି କିନ୍ତୁ ଲୋକମାନେ ଦେଖୁନାହାନ୍ତି। ସେଥିପାଇଁ ମୁଁ ଭାବିଲି ଆଉ ମୁଁ ଇନଷ୍ଟାଗ୍ରାମ ରେ ଭିଡିଓ ପୋଷ୍ଟ କରିବିନି। ତାପରେ ମୁଁ ଯାଇକିରି ରୁମ ରେ ମନ ଦୁଃଖ କରି ବସିଗଲି, କିନ୍ତୁ ମୋ ମନ ଜମା ଭଲ ଲାଗିଲାନି। ସେଥିପାଇଁ ମୁଁ ଆମ ଘର ଲୋକଙ୍କ ସହିତ ଟିକେ କଥା ହେଇଗଲି, କିନ୍ତୁ ସେତିକି ବେଳେ ମୋ ମା ମତେ ପଚାରିଲା କି ତୁ ଭିଡିଓ କାହିଁକି ଆଉ ପୋଷ୍ଟ କରୁନୁ। ତ ମୁଁ କହିଲି ମୁଁ ଟିକେ ଡ୍ୟୁଟିରେ ରହିଯାଉଛି, ସେଥିପାଇଁ ମୁଁ ଭିଡିଓ ପୋଷ୍ଟ କରିପାରୁନି। ତାପରେ ମୋ ମା ମତେ କହିଲା ତୁ ଡ୍ୟୁଟିରେ ରହ କି ନ ରହ ଭିଡିଓ ସବୁବେଳେ ପୋଷ୍ଟ କର। ପ୍ରଥମେ ତ ମୋ ମନ ଭିଡିଓ ବନ୍ଦ କରିଦେବାର ଥିଲା, ତାପରେ ମୋ ମା ର ଏମିତି କଥା ଶୁଣି ମୁଁ ଭାବିଲି ମୁଁ ୟା ପରେ ଗୋଟେ ଚ୍ୟାଲେଞ୍ଜ ନେବି। ଆଉ ସେ ଚ୍ୟାଲେଞ୍ଜ ଟା ହଉଛି ଘରକୁ ଯିବାର ମୋର ଆଉ 5 ମାସ ଅଛି, ଆଉ 5 ମାସ ଭିତରେ ମୋର 1000 ଫଲୋଅର୍ସ କମ୍ପ୍ଲିଟ କରିବି। ତ ମୁଁ ଜାଣିଛି ଗାଇସ୍ ଆପଣ ମାନେ ମତେ ଫାଷ୍ଟରୁ ବି ସାହାଯ୍ୟ କରିଛନ୍ତି, ଆଉ ମୋର ଆଶା ଅଛି ମତେ ଏଥର ବି ସାହାଯ୍ୟ କରିବେ। ତ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।